ଉତ୍କର୍ଷଣ ବିରାମ ସ୍ତୋପ ଅଭ୍ୟାସ। ଜାତକମାଳା କିଏ ଲେଖିଛନ୍ତି? ଉଦୟନ ସୁନ୍ଦରୀ କଥା କିଏ ଲେଖିଛନ୍ତି? ଉଦୟନୀ ସୁନ୍ଦର କଥା ଷୋଢଳ ହେଲା। ଉଦୟନୀ ସୁନ୍ଦର କଥା ଷୋଢଳ। ତିଳକ ମଞ୍ଜୁରୀ କିଏ ରଚନା କରିଛନ୍ତି? ଶୁଭୁଛି ନା ନାହିଁ ମୋ କଥା? ତିଳକ ମଞ୍ଜୁରୀ କିଏ ରଚନା କରିଛନ୍ତି? ବୈଶାଖୀ। ଅର୍ଚ୍ଚନା ତିଳକ ମଞ୍ଜୁରୀ କିଏ ରଚନା କରିଛନ୍ତି? ଧନପାଳ ହେଲା। ଛଅଟି ଭାବ ବିକାର ପିଲେ କଣ କଣ? ଛଅଟି ଭାବ ବିକାର କିଏ କହିବ? ଛଅଟି ଭାବ ବିକାର। କୁଶ, ଛଅଟି ଭାବ ବିକାର କଣ କଣ? ଜାୟତେ ଅସ୍ତି ବିପରିଣାମତେ ଅପକ୍ଷୟତେ ବର୍ଧତେ ବିନଶ୍ୟତେ। ବୌଦ୍ଧ ଦର୍ଶନର ଯୋଉ ଚାରୋଟି ସମ୍ପ୍ରଦାୟ ଅଛି, କଣ କଣ ବୌଦ୍ଧ ଦର୍ଶନର ଚାରୋଟି ସମ୍ପ୍ରଦାୟ ଅଛି? ସୌତାନ୍ତ୍ରିକ, ବୈଭାଷିକ, ମାଧ୍ୟମିକ, ଯୋଗାଚାର। ଠିକ ହେଲା। এটা ଚାରିଟା ତାର ଇଏ ଥିଲା। ମାଧ୍ୟମିକର କର୍ତ୍ତା କିଏ? କୁମାରଲତା। ନାଗାର୍ଜୁନ। ହଁ ନାଗାର୍ଜୁନ ପିଲା ଠିକ। ଯେ ନ ଜାଣିଛ ମନେ ରଖ ନାଗାର୍ଜୁନ ପିଲେ। ଅଷ୍ଟୌ ଶାବ୍ଦିକା ଏମିତି ଗୋଟେ ଲାଇନ୍ ଗୋଟେ ପଢ଼େଇଥିଲି ଯେତେବେଳେ ସଂଜ୍ଞା ପ୍ରକରଣ ପଢ଼େଇଥିବି। ହଁ ବ୍ୟାକରଣରେ 8 ଜଣ ଶାବ୍ଦିକା ଥିଲା। ଶାବ୍ଦିକା ମାନେ ହେଉଛନ୍ତି ବ୍ୟାକରଣିକକୁ ଶାବ୍ଦିକା କୁହାଯାଏ। ସେ 8 ଜଣ କିଏ 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 କହିପାରିବ? ପ୍ରିୟଙ୍କା। ଈଶ୍ୱରଚନ୍ଦ୍ର, କାଶ୍ୟପୃଷ୍ଠ, କାପିଶଳ, ପାଣିନି, କାକଟାୟନ, ଜୈନେନ୍ଦ୍ର, ଅମରଜେନ। ସେ ଈଶ ନୁହଁଲୋ, ସେ ଇନ୍ଦ୍ର। ଇନ୍ଦ୍ର, ଚନ୍ଦ୍ର, କାଶ, କୃଷ୍ଣ, ଅପିଶାଳୀ, ଶାକଟାୟନ, ପାଣିନି, ଜୈନେନ୍ଦ୍ର। ହଁ ପାଣିନି, ଜୈନେନ୍ଦ୍ର, ଜୟନ୍ତ, ଅଷ୍ଟୌଚ ଶାବ୍ଦିକା ଏମିତି। ଜୟନ୍ତ କାକଟ। ଠିକ ଅଛି ଶିବାନୀ। ହଉ ତ ପିଲେ ଜୈନ ଦର୍ଶନର ପ୍ରବର୍ତ୍ତକ କିଏ? ପାର୍ବତୀ। ବୃଷଭଦେବ। ଜୈନ ଦର୍ଶନର ପ୍ରମୁଖ ବାଦର ନାଁ ଗୋଟେ କହିଲୁ। ପ୍ରମୁଖ ବାଦ ବା ସିଦ୍ଧାନ୍ତ ନାଁ ଗୋଟେ କହିଲୁ କଣ? ଅନେକାନ୍ତବାଦ, ସ୍ୟାତବାଦ, ସପ୍ତଭଙ୍ଗୀବାଦ। ସେ ଯୋଉ ସ୍ୟାତବାଦଟା ଇମ୍ପୋର୍ଟାଣ୍ଟ ହେଲା। ଠିକ ଅଛି, ସେ ସବୁ ଯାକ ଇମ୍ପୋର୍ଟାଣ୍ଟ ଯୋଉଟା କହିଲୁ, କିଛି ଅସୁବିଧା ନାହିଁ। ହଉ ପିଲେ ତାତ୍ପର୍ଯ୍ୟ ଟୀକା କିଏ ରଚନା କରିଛନ୍ତି? ତାତ୍ପର୍ଯ୍ୟ ଟୀକା ବାଚସ୍ପତି ମିଶ୍ର। ଧନ୍ୟବାଦ ବଢ଼ିଆ। ହଉ ଏଇଭଳି ପିଲେ ମନେ ରଖ, ଆଉ କିଛି ଅସୁବିଧା ହେବନି। ପିଲେ ପଦାର୍ଥ ଧର୍ମ ସଂଗ୍ରହ କେଉଁ ଦର୍ଶନ ଉପରେ ଏଇଟା ପିଲେ ଭାଷ୍ୟ ରଚନା କରାଯାଇଛି? ପଦାର୍ଥ ଧର୍ମ ସଂଗ୍ରହ ବୈଶେଷିକ ଦର୍ଶନ ଉପରେ। ହଁ ଠିକ। କିଏ ପ୍ରଶ୍ନ ପାଟି ଶୁଭିଲା ନା କଣ? ହେଲା ବୈଶେଷିକ ଦର୍ଶନ ଉପରେ ଅମୂଲ୍ୟ ପାଟି ବୋଧେ। ପ୍ରଶସ୍ତ ପାଦ ରଚନା କରିଛନ୍ତି ବୈଶେଷିକ ଦର୍ଶନ ଉପରେ ଏଇଟା ଲେଖା ହେଇଛି ହେଲା। ହଉ ପିଲେ ବ୍ରହ୍ମସୂତ୍ରର କର୍ତ୍ତା କିଏ? ବାଦରାୟଣ। ପିଲେ 16ଟି ହଁ 16ଟି ସଂସ୍କାର ବିକାଶ କହିପାରିବୁ? 16ଟି ସଂସ୍କାର ସିରିଏଲି ବିକାଶ। ପ୍ରିୟଙ୍କା କହିଲୁ? କହିପାରିବିନି।
ନାଇଁ ସାର୍ କହିପାରିବିନି। କି ସୁନ୍ଦର କଥା, ପେଟ ପୁରିଯିବ। ସାଗରିକା କହିପାରିବୁ? ପବିତ୍ର ନାଇଁ ସାର୍। ପବିତ୍ର ପବିତ୍ର ଅନ୍ତର୍ଯାମୀ ପ୍ରଦୀପ। ନା ମୁଁ କହ ନାଇଁ ପ୍ରଦୀପ 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 ଷୋଡ଼ଶ ସଂସ୍କାର। କିଏ କହିପାରିବ? ସଲୋନି କହ, ସଲୋନି କହ। ଗର୍ଭଧାନ କୁନ୍ତବନମ୍ ସୀମନ୍ତୋଦ୍ଧନମ୍ ଜାତକର୍ମ ନିଷ୍କର୍ମଣ ଆତ୍ରପ୍ରାଶନମ୍ ଚୂଡ଼ାକରଣ ସେ ଅନ୍ନପ୍ରାଶନ ହେଲା। ବର୍ଣ୍ଣଭେଦ ବିଦ୍ୟାରମ୍ଭ ଉପନୟନମ୍ ବେଦାରମ୍ଭ କେଶାନ୍ତ ସଂସ୍କାର ସମାବର୍ତ୍ତନମ୍ ବିବାହ ଅନ୍ୟନିଷ୍ଟି। ତ ଆଉ ଗୋଟେ କ'ଣ ଛାଡ଼ିଲୁ? 15ଟା ହେଲା। ନାମକରଣ ଛାଡିଛନ୍ତି। ନାମକରଣ ଛାଡ଼ିଛୁ। ହଁ, କ'ଣ ଗୋଟେ ଛାଡ଼ିଲୁ? 15ଟା ହେଲା। ଗର୍ଭଧାନମ୍ ପୁଂସବର୍ଣ୍ଣ ସୀମନ୍ତ। ନାଇଁ ସେ ଅନ୍ନପ୍ରସନ୍ନକୁ ତମେ ଆଉ ଗୋଟେ କ'ଣ କହିଲ ହେଲା? ସେଟା ଗର୍ଭଧାନ ପୁଂସବର୍ଣ୍ଣ ସୀମନ୍ତ ନୟନ ଜାତକର୍ମ ନାମକରଣ ନିଷ୍କର୍ମଣ ଅନ୍ନପ୍ରସନ୍ନ ଚୂଡ଼ାକରଣ କର୍ଣ୍ଣଭେଦ ବିଦ୍ୟାରମ୍ଭ ଉପନୟନ ବେଦାରମ୍ଭ କେଶାନ୍ତ ସମାବର୍ତ୍ତନ ବିବାହ ଅନ୍ତ୍ୟଷ୍ଟି। ଏମିତି ହେଉଛି 16ଟି ହେଲା। ହଉ ପିଲା, ଠିକ୍ ଅଛି। ତ ପିଲା ନ୍ୟାୟ ଦର୍ଶନରେ ଗୋଟେ ଥିଲା କ'ଣ? ପ୍ରମାଣ ପ୍ରମେୟ ସଂଶୟ ଏମିତି ଥିଲା। ତ ସେଇ ଯେଉଁ ପିଲା କ'ଣ କୁହାଯାଏ ନ୍ୟାୟ ଦର୍ଶନରେ? ଷୋଡ଼ଶ ପଦାର୍ଥ କୁହାଯାଏ। ହଉ ପିଲା, ସେଇଟାକୁ କିଏ ସିରିଏଲି ଖାଲି କହିଦେବ? ମୁଁ ଖାଲି ଶୁଣିବା ପାଇଁ ଚାହିଁବି। କିଏ କହିପାରିବ? ହାତରେ ଦେଖ। ପ୍ରଦୀପ କହିଲୁ ଟିକେ ଶୁଣିବା। ପ୍ରମାଣ ପ୍ରମେୟ ସଂଶୟ ପ୍ରୟୋଜନ ଦୃଷ୍ଟାନ୍ତ ସିଦ୍ଧାନ୍ତ ଅବୟବ ତର୍କ ନିର୍ଣ୍ଣୟ ବାଦ ଜଳ୍ପ ବିତଣ୍ଡା ହାତବାସ ଛଳ ଜାତି ନିଗ୍ରହ ସ୍ଥାନ। ବା, ଏକ ନିଶ୍ୱାସରେ ସରେଇ ଦେଲେ। ହଉ, ତ ତା ଦେହରେ ପୁଣି ଥିଲା ଦ୍ୱାଦଶ ପ୍ରମେୟ ଥିଲା। ପିଲେ ମନେ ରଖିବ, ପଦାର୍ଥ କେଉଁଟା ପ୍ରମେୟ କେଉଁଟା ସେ ଏମିତି ଥିବ। ଆ ଭିତରୁ ଏତିକି ଭିତରୁ ପ୍ରମାଣ କେଉଁଟା ଆ ଭିତରୁ ଯାଉଛି, ଏମାନଙ୍କ ଭିତରୁ ପଦାର୍ଥ କେଉଁଠି, ଏମାନଙ୍କ ଭିତରୁ ପ୍ରମେୟ କେଉଁଟା, ଏମିତି ଦ୍ୱାଦଶ ପ୍ରମେୟ ବି ଅଛି। କିଏ କହିବ? ହାତ ଟେକ। ଯିଏ ହାତ ଟେକିବ ତାକୁ ପଚାରିବି। ଦ୍ୱାଦଶ ପ୍ରମେୟ ବି ଅଛି। ପ୍ରମାଣ ପ୍ରମେୟ ଏମିତି କ'ଣ ଥିବ ସବୁ। ଏ ଯେଉଁ ଆତ୍ମା ଶରୀର ଏମିତି କ'ଣ ଥିବ ହେଲା। ମୁଁ ଆଉ କହିବି ନା। ସେତିକି ପିଲେ, ମୋର ବି ମନେ ନାହିଁ ନା। ତମେ କହିବ, ମୁଁ ଟିକେ ଶୁଣିବି। ପୁଷ୍ପିତା କହିଲୁ ଶୁଣିବା। ଆତ୍ମା ଶରୀର ଇନ୍ଦ୍ରିୟ ବୁଦ୍ଧି ଅର୍ଥ ମନ ପ୍ରବୃତ୍ତି ଦୋଷ ପ୍ରତ୍ୟଭାବ ଫଳ ଦୁଃଖ ତଥା। ହଁ ପିଲେ, ଏକ୍ଜାମ୍ରେ ଏଇଥିରୁ କ୍ୱେଶ୍ଚିନ୍ ଆସିବ। ଏତେର ମଧ୍ୟ ହେଲା ଯେଉଁ 4ଟା ଅପସନ୍ ଥିବ, ତେବେ ଏମାନଙ୍କ ମଧ୍ୟରେ ଦ୍ୱାଦଶ ପ୍ରମେୟ ଅନ୍ତର୍ଗତ କିମ୍ବା ନାନ୍ତର୍ଗତ, କେଉଁଟା ଅନ୍ତର୍ଗତ କେଉଁଟା ନାନ୍ତର୍ଗତ। ତ ତୁମକୁ ସେ 16ଟା ମନେ ରଖିବାର ଅଛି। ବେଦାନ୍ତ ସାର କିଏ ରଚନା କରିଛନ୍ତି? ପୁଷ୍ପିତା କହିଲୁ, ବେଦାନ୍ତ ସାର କିଏ ରଚନା କରିଛନ୍ତି? କିଏ କହିପାରିବ? ବେଦାନ୍ତ ସାର କିଏ ରଚନା କରିଛନ୍ତି? ସଦାନନ୍ଦ ଦୀକ୍ଷିତ। ହଁ ପିଲେ, ସେମିତି ବୈଶେଷିକ ଦର୍ଶନରେ କର୍ମ ଥିଲା ନାଇଁ। ଆମର ବୈଶେଷିକ ଦର୍ଶନରେ ରୂପ ରସ ଗନ୍ଧ ସ୍ପର୍ଶ ଏମିତି 24 ଗୁଣ ଅଛି। ତ ତା ଭିତରେ ପିଲେ କର୍ମ ବି ଅଛି। ତ କର୍ମ ପିଲେ 5ଟି ଥିଲା। ସେ କର୍ମ 5ଟି କ'ଣ କ'ଣ? କିଏ କହିପାରିବ? ହାତରେ କହ। କର୍ମ 5ଟି କ'ଣ କ'ଣ? ଲିସା, ତୁ ମରିଯାଇଛୁ, ତୋ ନେଟୱାର୍କ ନାହିଁ ଜଣାଗଲା। ନାଇଁ କୁଶ। ଅମୂଲ୍ୟ କହିଲୁ, କର୍ମ 5ଟି କ'ଣ କ'ଣ? ହଁ, କୁଶର ଆଉ ତୋ ଫୋନ୍କୁ 2 ଜଣଙ୍କୁ ଯୋଡ଼ି ଦିଅ। ଯୋଡ଼ିଦେବ ତ ଆଉ ଯୋଡ଼ିଦେବ, ସେ ଫୋନ୍ ତ କେଁ ହେଇକି ଫଟେଇଦେବ ଆଉ। ଯୋଡ଼ିଦେବ ମିଶେଇକି। ଉତ୍କ୍ଷେପଣ ଅପକ୍ଷେପଣ ବା ଅବକ୍ଷେପଣ ଆକୁଞ୍ଚନ ପ୍ରସାରଣ ନିଗମନ ବା ଗମନ। ତ ସେ ସିରିଏଲି ମନେ ରଖିବ ରେ ପିଲେ ହେଲା। ତାକୁ ସିରିଏଲି ମନେ ରଖିବ।
ସେମିତି ପିଲେ ପଞ୍ଚ ଅବୟବ ଅଛି, ନ୍ୟାୟ ଦର୍ଶନରେ ପଞ୍ଚ ଅବୟବ ବି ମଧ୍ୟ ଅଛି। ପଞ୍ଚ ଅବୟବ ଏ ଯେଉଁ ବୈଶେଷିକ ଦର୍ଶନରେ ଅଛି। ପିଲେ ପଞ୍ଚ ଅବୟବ କ'ଣ କ'ଣ କିଏ କହିବ? ଜ୍ୟୋତ୍ସ୍ନା। ଜ୍ୟୋତ୍ସ୍ନା କହିଲୁ ଟିକେ ଶୁଣିବା। ଦଶଦା କହିଲୁ ଟିକେ ଶୁଣିବା। ପଞ୍ଚ ଅବୟବ। ବିକାଶ। ଆରେ ମୋ କଥା ଶୁଭୁଛି ନା ନାହିଁ? ମମତା। ସାର୍ ପ୍ରତିଜ୍ଞା ହେତୁ ଦୃଷ୍ଟାନ୍ତ ଉପନୟନ ନିଗମ। ପ୍ରତିଜ୍ଞା ହେତୁ ଦୃଷ୍ଟାନ୍ତ ଉପନୟନ ନିଗମନଂ ହେଲା ବା ନିଗମନಂ ହେଲା ପଞ୍ଚ ଅବୟବ ହେଲା। ତ ବୈଶେଷିକ ଦର୍ଶନରେ ଚତୁର୍ବିଂଶତି ଗୁଣ କିଏ କହିବ? ଚତୁର୍ବିଂଶତି ଗୁଣ ବିଷୟରେ କିଏ କହିବ କୁହ? 24ଟି ଗୁଣ ବିଷୟରେ କିଏ କହିବ? ହାତରେ କରେ। ସରିତା, ଶୁଭସ୍ମିତା। ଦ୍ରବ୍ୟ ଗୁଣ। ହଁ କହ କହ। ରୂପ ରସ କର୍ମ। ଦ୍ରବ୍ୟ ଗୁଣ କୁଆଡ଼େ ଆସିଲା କହ? ଭୁଲ ଭାଲ କୋଉଠୁ କହୁଛୁ? ନା ରୂପ ରସ ଗନ୍ଧ ସ୍ପର୍ଶ ସଂଖ୍ୟା ପରିମାଣ ପୃଥକତ୍ଵ ସଂଯୋଗ ବିଭାଗ ପରତ୍ଵ ଅପରତ୍ଵ ଗୁଣତ୍ଵ ଆଉ ଦ୍ରବ୍ୟତ୍ଵ। ସଂଯୋଗ ପରେ ବିಯೋଗ। ସଂଯୋଗ ପରତ୍ଵ ଅପରତ୍ଵ ଗୁରୁତ୍ୱ ଦ୍ରବ୍ୟତ୍ଵ ସ୍ନେହ ଶବ୍ଦ ବୁଦ୍ଧି ସୁଖ ଦୁଃଖ ଇଚ୍ଛା ଦୋଷ ପ୍ରଯତ୍ନ ଧର୍ମ ଅଧର୍ମ ସଂସ୍କାର ହେଲା। ସଂସ୍କାର ତ ଏମିତି ପିଲେ ସବୁ ଥାଏ। ହଉ ପିଲେ ମୁଁ ଆଉ ଦି ଚାରିଟା ଜିନିଷ ପଚାରିବି, ଦେଖିବା କିଏ କହିପାରିବ। କହିଲ ପିଲେ ଯେଉଁ ଆମର କ'ଣ ଥିଲା ବେଦାନ୍ତ ଦର୍ଶନ ପିଲେ ଥିଲା ହେଲା। ବେଦାନ୍ତ ଦର୍ଶନ ସମ୍ପ୍ରଦାୟ ବହୁତ ସମ୍ପ୍ରଦାୟ ଥିଲେ। ତ ତା ଭିତରୁ ପିଲେ ଅଦ୍ୱୈତବାଦର କର୍ତ୍ତା କିଏ? ଯିଏ ହାତ ଟିକେ ମୁଁ ପଚାରିବି, ସମସ୍ତଙ୍କୁ ପଚାରିବିନି ପିଲେ। ଅଦ୍ୱୈତ ବେଦାନ୍ତର କର୍ତ୍ତା କିଏ? ପ୍ରସନ୍ନ କହ। ଶଙ୍କରାଚାର୍ଯ୍ୟ। କହିଲୁ ସେମିତି ଦ୍ୱୈତବାଦର କର୍ତ୍ତା କିଏ? ମାଧବାଚାର୍ଯ୍ୟ। ଦ୍ୱୈତାଦ୍ୱୈତର କର୍ତ୍ତା କିଏ? ବିକାଶ। ନିମ୍ବାକାଚାର୍ଯ୍ୟ। ବାଃ, ଦ୍ୱୈତାଦ୍ୱୈତର ନିମ୍ବକାଚାର୍ଯ୍ୟ। କହିଲୁ ବିକାଶ ବିଶିଷ୍ଟ ଦ୍ୱୈତର କର୍ତ୍ତା କିଏ? ରାମାନୁଜାଚାର୍ଯ୍ୟ। ଆଚାର୍ଯ୍ୟ। ଭେଦ ଅଭେଦବାଦସ୍ୟ କର୍ତ୍ତା କିଏ? ଭେଦ ଅଭେଦବାଦ ବା ଭେଦାଭେଦ କର୍ତ୍ତା କିଏ? କହିଥିଲି ଭରେ ଭେଦ ଭରେ କ'ଣ କିରେ ରାକେଶ? ଭାସ୍କର। ଭାସ୍କରାଚାର୍ଯ୍ୟ। ଠିକ୍ ଅଛି। ହଁ ଠିକ୍ ଅଛି। ତ ପିଲେ ଏଇ ଯେଉଁ ବେଦାନ୍ତ ଦର୍ଶନ ଯେଉଁ ସମ୍ପ୍ରଦାୟ ଅଛି ଦ୍ୱୈତ ଅଦ୍ୱୈତ ଦ୍ୱୈତାଦ୍ୱୈତ ସୁଧାଦ୍ୱୈତ ଛାଡ଼ି ଦେଇଥିଲି ପିଲେ। ସୁଧାଦ୍ୱୈତର କର୍ତ୍ତା କିଏ? ଅନ୍ତର୍ଯାମୀ ବଲ୍ଲଭାଚାର୍ଯ୍ୟ। ହଁ। ଦ୍ୱୈତ ଆଉଥରେ ପିଲେ କୁହେ ଦ୍ୱୈତବାଦ ଦ୍ୱୈତାଦ୍ୱୈତ ଅଦ୍ୱୈତ ଶୁଦ୍ଧାଦ୍ୱୈତ ବିଶିଷ୍ଟ ଦ୍ୱୈତ ତାପରେ ପିଲେ ଶୈବ ବିଶିଷ୍ଟ ପିଲେ ଶୈବ ଶିବଙ୍କୁ ନୀଳକଣ୍ଠ କୁହାଯାଏ। ତାମାନେ ନୀଳକଣ୍ଠାଚାର୍ଯ୍ୟ ଶ୍ରୀକଣ୍ଠାଚାର୍ଯ୍ୟ ଏମିତି ପିଲେ ଥିବ। ଶୈବ ବିଶିଷ୍ଟ ଭେଦ ଭାବ ଏଇଭଳି ପିଲେ ତ ସମ୍ପ୍ରଦାୟ ଥିଲା। ପିଲେ ଏଥିରୁ ଯାହା ବି ହେଲେ କମ୍ପଲସରି ଗୋଟେ କ୍ୱେଶ୍ଚିନ୍ ଆସିବ। କବି ପରିଚୟ ହଉ ନହେଲେ ପିଲେ ସିରିଏଲି ହଉ କାହା ପରେ କିଏ। ତ ପ୍ରଥମ ହେଉଛି ଦ୍ୱୈତବାଦ, ତାପରେ ପିଲେ ଦ୍ୱୈତାଦ୍ୱୈତ, ତାପରେ ପିଲେ ପ୍ରଥମ ଅଦ୍ୱୈତବାଦ। ଠିକ୍ ଅଛି ପିଲେ ଦ୍ୱୈତବାଦ। ଏକରେ ଦ୍ୱୈତବାଦ, ତାପରେ ଦ୍ୱୈତାଦ୍ୱୈତ, 3ରେ ପିଲେ ଅଦ୍ୱୈତ, 4ରେ ଶୁଦ୍ଧାଦ୍ୱୈତ, 5ରେ ବିଶିଷ୍ଟାଦ୍ୱୈତ, 6ରେ ଶୈବଦ୍ୱୈତ, 7ରେ ପିଲେ ହେଉଛି କେଉଁଟା ରହିଲା ପିଲେ ଭେଦ ସେ କ'ଣ ସେଟା ଭେଦାଭେଦ ବାଦ ହେଲା। ତ ପିଲା ଏହାର କର୍ତ୍ତା ଗୁଡ଼ିକ ମନେ ରଖିବ। ସେମିତି ପିଲେ ଅନୁବନ୍ଧ ଚତୁଷ୍ଟୟ ବେଦାନ୍ତରେ ଅଛି। ତ ଅନୁବନ୍ଧ ଚତୁଷ୍ଟୟରେ ପିଲେ ପ୍ରଥମ କ'ଣ କୁହ ଦେଖି। ମୁଁ କାହାକୁ ପଚାରିବି? ହାତରେ କହ। ସମସ୍ତେ ନୁହଁ ପିଲେ, ମୁଁ ଯିଏ କହିବ। ଶୁଭସ୍ମିତା କହିଲୁ ଅଦ୍ୱୈତ ବେଦାନ୍ତରେ ଅନୁବନ୍ଧ ଚତୁଷ୍ଟୟ ଅଛି। ତୁମେ ବେଦାନ୍ତ ପିଲା କେତେ ଜଣ ଅଛ? ହାତ ଟେକିଲେ ଦେଖିବା। ବେଦାନ୍ତ ପିଲା ମମତାକୁ ଛାଡ଼ିକି ଆଉ କିଏ ଅଛ? ହାତ ଟେକିଲେ ଦେଖିବା। କେହି ନାହ। ହଉ ତ ହଉ ପିଲେ କିଏ କହିପାରିବ କୁହ? ମୁଁ ଦେଖେ ହାତ ଟେକିଲେ ଦେଖି। ସରିତା କହିଲୁ। ପ୍ରିୟଦର୍ଶିତା କହ
ଅନୁବନ୍ଧ ଚତୁଷ୍ଟୟ କହ। ସମନ୍ୱୟ ଅଧିକାରୀ ନାଇଁ ଟିକେ ରହିଯା, ପ୍ରିୟଦର୍ଶିତା କହ। ସମନ୍ୱୟ କହୁନୁ। ଅଧିକାରୀ ବିଷୟ ସମ୍ପତ୍ତି ଓ ପ୍ରୟୋଜନ ନା କଣ? ପ୍ରୟୋଜନ ହେଲା, ସମ୍ବନ୍ଧ ପ୍ରୟୋଜନ, ଅଧିକାରୀ ବିଷୟ ସମ୍ବନ୍ଧ ପ୍ରୟୋଜନ। ଯଦି ତମେ ଆକ୍ଚୁଆଲି ଆକୁ ଦେଖିବ, ଆକ୍ଚୁଆଲି ତାର ଇଏ ସିନା ଅଦ୍ୱୈତ ବେଦାନ୍ତରେ ସିନା ପିଲେ ବା ବେଦାନ୍ତ ଶାସ୍ତ୍ରରେ ସିନା ଆଗ ଅଧିକାରୀ ବିଷୟ ସମ୍ବନ୍ଧ ପ୍ରୟୋଜନ, କିନ୍ତୁ ପିଲେ ଯଦି ଠିକ୍ କ୍ରମ ଦେଖିଲେ ପିଲେ କ'ଣ କେମିତି ହେବ କହିଲ ଦେଖିବା। ସମ୍ବନ୍ଧ ପ୍ରୟୋଜନ ଅଧିକାରୀ। ହଁ, ଲାଷ୍ଟକୁ ପିଲେ ଅଧିକାରୀ। ଯଦି ଅନ୍ୟ ସବୁ ଶାସ୍ତ୍ର ଦେଖିବ ତାହେଲେ ଅନୁବନ୍ଧ ଚତୁଷ୍ଟୟ ପିଲେ ଏମିତି ଥାଏ, ଆଗ ବିଷୟ, ଯିଏ ବିଷୟ ପ୍ରତି ଯାହାର ଜ୍ଞାନ, ମାନେ ଜଣେ ବିଷୟ ଜାଣିବା ପାଇଁ ଚାହୁଁଛି ହେଲା, ତ ସେଇଟା ବିଷୟ। ତାପରେ ତାର ସମ୍ବନ୍ଧ, ତାକୁ ପିଲେ ପ୍ରୟୋଜନ କରିବ। ତମେ ଏଇ ଯେଉଁ ଯାହା ବି ଆମେ ପଢ଼ୁଛେ ତାର ପ୍ରୟୋଜନ କରିବା ପାଇଁ ଚାହୁଁଛେ, ତ ସେଇଟା ପ୍ରୟୋଜନ, ବିଷୟ ସମ୍ବନ୍ଧ ପ୍ରୟୋଜନ। ତାପରେ ଯିଏ ପିଲେ ପ୍ରୟୋଗ କରିପାରିବ ସିଏ ଅଧିକାରୀ ହେଇପାରିବ। ତମେ ମାନେ ବି ପିଲେ ଯିଏ ଯେତେ ଅଭ୍ୟାସ କରିବ ସିଏ ତାର ଅଧିକାରୀ ହେଇପାରିବ ହେଲା, ନହେଲେ କିଛି ନାହିଁ ସେମିତି ଇଏ ନଥାଏ। ତ ଏଇଭଳି ପିଲେ ଥାଏ। ଆଉ କିଛି ଆବଶ୍ୟକ ନାହିଁ, ଏତିକି ଯଦି ତମେ ମନେ ରଖିବ ହେବ ପିଲେ। ତ ଚତ୍ୱାର ପୁରୁଷାର୍ଥ ବି ପିଲେ ଅଛି, ଧର୍ମ ଅର୍ଥ କାମ ମୋକ୍ଷ, ଏମିତି ସବୁ ପିଲେ। ବୌଦ୍ଧ ଦର୍ଶନରେ ଅଷ୍ଟାଙ୍ଗ ମାର୍ଗ ଅଛି, 8ଟି ମାର୍ଗ, 8ଟି ମାର୍ଗ, ଦ୍ୱାଦଶ ଇନ୍ଧନାନି, ଚତ୍ୱାର ପିଲେ ଆର୍ଯ୍ୟବର୍ତ୍ତାନି, ଏମିତି ସବୁ ଥିଲା। ତ ଦ୍ୱାଦଶ ମାର୍ଗ ପିଲେ କ'ଣ କ'ଣ ଥିଲା? ସମ୍ୟକ ଦୃଷ୍ଟି, ସମ୍ୟକ ସଂକଳ୍ପ, ସମ୍ୟକ ବାକ, ସମ୍ୟକ କର୍ମ, ସମ୍ୟକ ଆଜୀବିକା, ସମ୍ୟକ ବ୍ୟାୟାମ, ସ୍ମୃତି, ସମାଧି। ସେମିତି ପିଲେ ଯେଉଁ ଚତ୍ୱାର ଅଷ୍ଟାଙ୍ଗ ମାର୍ଗ ଥିଲା, ଆଉ ପିଲେ କ'ଣ ଥିଲା? 4ଟି କ'ଣ ଥିଲା? ଆର୍ଯ୍ୟ ସତ୍ୟାନି ଥିଲା। ମନେ ପଡ଼ୁଛି ନା ନାଇଁ ରେ? 4ଟି ଆର୍ଯ୍ୟ ସତ୍ୟାନି ଗୋଟେ ଥିଲା। କ'ଣ କ'ଣ ସେ 4ଟି ଆର୍ଯ୍ୟ ସତ୍ୟ? ହଁ, କ'ଣ କ'ଣ ସେ 4ଟି ଆର୍ଯ୍ୟ? ଦୁଃଖ, ଦୁଃଖ ନିରୋଧ, ହଁ, ଦୁଃଖ, ଦୁଃଖ ନିରୋଧ, ତାପରେ ଦୁଃଖ ସମୁଦୟ, ଦୁଃଖ ନିରୋଧର ମାର୍ଗ। ବାଃ, ଠିକ୍ ହେଲା। ଏତିକି ହେଉଛି ପିଲେ ଆବଶ୍ୟକ। କିନ୍ତୁ ପିଲେ ଏକ୍ଜାମ୍ରେ ଏଇଟା ପଚାରେ ନା। ଏକ୍ଜାମ୍ରେ ପିଲେ ପଚାରିବ ପଞ୍ଚଶୀଳ ସିଦ୍ଧାନ୍ତ କ'ଣ କ'ଣ? ଜୈନ ଦର୍ଶନରେ ପଞ୍ଚଶୀଳ ଅଛି, 5ଟି ଶୀଳ। କ'ଣ କ'ଣ ପିଲେ 5ଟି ଶୀଳ? ବ୍ରହ୍ମଚର୍ଯ୍ୟ, ସତ୍ୟ, ଅହିଂସା, ବ୍ରହ୍ମଚର୍ଯ୍ୟ, ସତ୍ୟ, ଅହିଂସା, ତାପରେ କ'ଣ ପିଲେ ମନେ ପଡ଼ୁନି। ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ। ନା ଲୋ, ସିଏ ଅଲଗା, ଇଏ ଅଲଗା ହେଲା। ଯୋଗ ଦର୍ଶନ, ସେ ଯୋଗ ଦର୍ଶନ, ମହାବ୍ରତ ଜୈନ ଦର୍ଶନରେ ଥିଲା। ଏଇ 5ଟା ତ କ'ଣ କ'ଣ କହିଲ ଆଉ ଥରେ? ଏବେ ଅହିଂସା, ସତ୍ୟ, ଯୋଉ ଯମ 5ଟା ଥିଲା, ସେଇ 5ଟା ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ। ହଁ, ଠିକ୍ ଯେ ତାର କିନ୍ତୁ ଆଗ ହେଉଛି ଆର ବ୍ରହ୍ମଚର୍ଯ୍ୟ ହେଲା। ଜୈନ ଦର୍ଶନରେ ଆଗ ହେଉଛି ବ୍ରହ୍ମଚର୍ଯ୍ୟ, ତାପରେ ସତ୍ୟ, ଅହିଂସା, ଅଚୌର୍ଯ୍ୟ, ମନେ ପଡ଼ୁନି କ'ଣ ସେଠି, ଅହିଂସା, ଅସ୍ତେୟ, ହଁ ଅସ୍ତେୟ, ଠିକ୍, ଅସ୍ତେୟ ଆଉ ଅପରିଗ୍ରହ, ହଁ ଅସ୍ତେୟ ଅପରିଗ୍ରହ ହେଲା। ଠିକ୍ ଅଛି ପିଲେ, ଏତିକି ଆଜି ଥାଉ। ମୁଁ ଆଜି ତୁମକୁ ପିଲେ କାଲି ଯେଉଁ ମାନେ ଲିଙ୍କ ବାଲା ଏକ୍ଜାମ୍ ହେଇଥିଲା ସେଇଟାକୁ ପିଲେ ଟିକେ ଦେଖ। ଲିଙ୍କ ବାଲା ଏକ୍ଜାମ୍ ସମସ୍ତେ ଦେଇଛ ନା ନାହିଁ କହିଲ? କେତେଜଣ ଦେଇଛ ହାତ ଦେଖ? ଲିଙ୍କ ବାଲା ଏକ୍ଜାମ୍ କେତେଜଣ ଦେଇଛ? ଆରେ ଯିଏ ମିଛରେ ହାତ ଟେକିବ ଜଣା ପଡ଼ିବ। ସେଇ ଲିଙ୍କକି ଯାଇକି ଦେଖିଦେଲେ କି ନା କେତେଜଣ ଆନ୍ସର୍ ଦେଇଛ, କିଏ କ'ଣ କ୍ଲିକ୍ କରିଛ, ସବୁ ଦେଖେଇବ। ହଉ, ସମସ୍ତେ ପିଲେ ଦେଇଛ। ସରିତା ଦେଇନି, ଯଶୋଦା ଦେଇନି, ପଦ୍ମିନୀ ତୁ ମରିଗଲୁନି, ଆଉ ପାଠ ପଢ଼ୁନୁ, ରାନୀ ନାହିଁ, ସ୍ୱପ୍ନା, ସସ୍ମିତା ନାହିଁ। ହଉ ପିଲେ, ତଥାପି ମୁଁ ଯେହେତୁ ତୁମକୁ କହିଥିଲି ନା ନାହିଁ, କହିଥିଲି ତୁମକୁ କହିଥିଲି ପିଲେ ମୁଁ ସବୁବେଳେ ପୁରୁଣା ପାଠ ବି ପଢ଼େଇବି। ତ ଅଧଘଣ୍ଟା ପଚାରିଲି, ଆଉ ଅଧଘଣ୍ଟା ପିଲେ ସବୁଦିନ କ୍ୱେଶ୍ଚିନ୍ ଡିସ୍କସନ୍ କରିବି। ଯେଉଁ ଏକ୍ଜାମ୍ ହେଇଥିଲା ସେଇ କ୍ୱେଶ୍ଚିନ୍ ପିଲେ ଡିସ୍କସନ୍ କରିବି। ତ ଦେଖ ପିଲେ, ତ ପିଲେ ପ୍ରଥମ କ'ଣ ଆସୁଛି? ସଂଜ୍ଞା ପ୍ରକରଣ ଏଇଠି ହେଲା। ଇଏ ପିଲେ ଏଡ଼ିଟ୍ ଫେଡ଼ିଟ୍ କିଛି କରିହେବନି। ତ ଏଇଠି ଦେଖ, ଫଟାଫଟ ଆନ୍ସର୍ କହିବ।